ତମେ ନୂଆ ଆସିଛ କୋଉଠୁ ଆଗରୁ କରୁଥିଲ ହଷ୍ଟେଲରେ ସ୍କୁଲ କଲେଜ ଗୋଟେ ଘର ପାଖାପାଖି କଲେଜ ଅଲଗା ଖାଲି ରୁଟରେ ଥିଲା ମନେ ଅଛି ନା ଫେରିଯିବ ମନେ ଅଛି ତମର ରୁଟି କେତେ ପ୍ରକାର କହିଲ କେତେ ପ୍ରକାର କହିଲ କଣ 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 ମାନେ ନାହିଁ अरे काली पड़ो आजी खड़ी उठो ଏଇଠି ପଡୁ କେତେକ ବାହାରେ ପଶିବ ଦେଇ ନେଇ ପଳା ଆସେ ଆରେ ପଡ ତମେ କରିପାରିବ ନା କରିପାରିବନି ମୁଁ ତ କେତେ ତିନି ପ୍ରକାର କଣ କଣ କହିଲା क्रिया जिसका रूढ़ी जोड़ा कोड़ा कोड़ा क्रिया जिसका रूढ़ी क्या नहीं जानो ये रूढ़ी है क्रिया जिसका रूढ़ी क्रिया जिसका मानी क्रिया जिसको क्रिया दिवो बोले ता कुछ क्रिया जिसका रूढ़ी कोई दिवो जो रूढ़ी से क्रिया थी वो सारा क्रिया जिसका रूढ़ी जो रूढ़ी से क्रिया न थी वो सीधा क्रिया ही ना जो रूढ़ी से क्रिया आगे किछि न थी तो बड़ा किछि तुलना थी गोटे जिंस को आ गोटे जिंस सहित यदि तुलना करा जाउछबो ताहले सेटा तुलनात्मक रूढ़ी ना अरे काली पढ़ी के आज खाई दउछ पुणी वर्ष को मन रखिथिबो तो पर तो पढ़ाला आ तो पढ़ा होछि त वर्ष लास्ट को मन थिबो तो हां थिबो ସେମିତି ଆଜି ମନେ ହେଲା ସେ କଣ ମୁଣ୍ଡଟା କଣ ଅଛି ତମର ତମର ହାଁ କଣ ଆଜ୍ଞା ମାନେ କଣ ଆଜ୍ଞା ତ ସବୁବେଳେ ମାରୁଛ ମାନେ କଣ ଆଜ୍ଞା ମାନେ କଣ ମନେ ରହିବ ବୋଲି ଆଜ୍ଞା ନା ମନେ ରହିବନି ବୋଲି ଆଜ୍ଞା କୋଉ ଦିନ ଆଜି ହଉ ପଢିବ ସବୁ ହେଲା ରୁଢିଟା ପଢିବ କାହିଁକି ଏଇ କ୍ଲାସରେ ଆଉ ପଢା ହବନି କାରଣ ଥରେ ପଢା ସରିଛି ବହି ସରିବନି ବର୍ଷ ହେଲେ ବହି ସରିବନି ଡାଉଟ ହେଲେ ପଚାରିବ ଡାଉଟ କ୍ଲିୟର କରାହବ କଣ ପଢା ହଉଥିଲା ବହି ତମର ଅଛି ନାଇଁ ନିର୍ବାଚିତ ପିଲା ତମେ କେମିତି ଜାଣିଲ ଏଇଟା ପଢା ହଉଛି ବୋଲି ଆଚ୍ଛା ଭେରି ଗୁଡ ନାଇଁ ବହି ଅଛି ନା ତମର ନାଇଁ ତମର ଯାହାର ନାହିଁ ଫୋନରେ ଛୁଆ ଦେଖ ନହେଲେ ଶୁଣ ନହେଲେ ଖାତା ପେନରେ ଲେଖିବ ଯୋଉଟା ଡାଉଟ ଲାଗିବ କ୍ୱେଶ୍ଚନ ଲେଖିବ ହେଲା
ନିର୍ବାଚନ କିଏ ଲେଖିଛନ୍ତି? ମଧୁସୂଦନ ରାଓ। ବର୍ଣ୍ଣବୋଧ କିଏ ଲେଖିଛନ୍ତି? ମଧୁସୂଦନ ରାଓ। ନିର୍ବାସିତ ବିଳାପଟା କାହା ଉପରେ ଲେଖା ହେଇଛି? ଏଇଟା ଗୋଟେ ଅନୁବାଦ କବିତା ନା, କାହାକୁ ନେଇକିନା ଲେଖା ହେଇଛି? କାହା ଲେଖାକୁ ଅନୁବାଦ କରାଯାଇଛି? ୱିଲିୟମ କାଉପରଙ୍କର ଇଂରାଜୀ କବି ଜଣେ ୱିଲିୟମ କାଉପର, ତାଙ୍କର ଦ ଆଲେକ୍ଜାଣ୍ଡର ସେର୍ଲାକ ତାକୁ ଟ୍ରାନ୍ସଲେଟ କରିକି କିଛିଟା ନିଜର ମୌଳିକତା ଦେଇକି ଏଇ ରଚନାଟି କରିଥିଲେ ନିର୍ବାସିତର ବିଳାପ। ନିର୍ବାସିତର ବିଳାପ ନାଁଟା କାହିଁକି ଦିଆହେଲା? ସ୍ଥାନରେ ଗୋଟେ ନାବିକଟେ ରହିଯାଇଥିଲା। ଗୋଟେ ଥର ସେମାନେ ଯୋଉ ଯାଆନ୍ତି ଜାହାଜରେ ଯାଉଥିବା ସମୟରେ ଗୋଟେ ନାବିକଟି କେମିତି କଣ କୋଉ ବି କାରଣ ବଶତଃ, ସେ କାରଣ ତ ତମ ବହିରେ ଲେଖା ନାହିଁ କିମ୍ବା ସେ ମୂଳ କବିତା ଯୋଉଟା ତା ଦେହରେ ମଧ୍ୟ ଲେଖା ନାହିଁ। ହଁ, ନାବିକଟିର ଚିନ୍ତାଧାରାଟି, ନାବିକଟି ଯେତେବେଳେ ଯାଇଛି ଜାହାଜରୁ କେମିତି କଣ ଜାହାଜ ପଳେଇ ଆସିଛି, କିନ୍ତୁ ସିଏ ରହିଯାଇଛି। ସେ ଯୋଉ ତମେ ଆର କ୍ଲାସ ଥିଲ ନଥିଲ ନାଇଁ? ଆଚ୍ଛା, ମୁଁ ସର୍ଟ ରେ କହିଦଉଛି ପୁରା ବିଷୟଟା, ତାପରେ ଯେତିକି ପଢେଇବି। ତ କଣ ହେଇଛି ବିଷୟରେ, ଗୋଟେ ନାବିକଟିର ମନର ଭାବନାଟା ପରିପ୍ରକାଶ କରାଯାଇଛି ପୁରା କବିତାରେ। ରାଧାନାଥ ରାୟ ତାକୁ ପ୍ରକାଶ, ଗୋଟେ ନାବିକ ଏକୁଟିଆ ରହିଯାଇଛି ଗୋଟେ ଦ୍ୱୀପଟେ, ଚାରିପଟେ ସମୁଦ୍ର ପାଣି ଭରପୁର, ସମୁଦ୍ର ମଝିରେ ଦ୍ୱୀପ ଥାଏ କାହିଁକି ଆଇଲାଣ୍ଡ ଗୁଡା। ତ ସେଇ ଦ୍ୱୀପରେ, ଦ୍ୱୀପଟା କଣ ଛୋଟିଆଟେ ବଡଟେ ହେଇଥିବ, ତା ଦେହରେ ଜଙ୍ଗଲ, ଆଉ ସେଇ ଯୋଉ ଦ୍ୱୀପଟି ସମୁଦ୍ର ଚାରିପଟ ଚତୁର୍ପାର୍ଶ୍ୱରେ ସମୁଦ୍ର ଆଉ ମଝିରେ ଦ୍ୱୀପଟି, ତା ଦେହରେ କେବଳ ସେ ଦ୍ୱୀପରେ ମଣିଷ ଗୋଟେ ବି ବସବାସ କରୁ ନାହାନ୍ତି। କେବଳ ବଣ ଜଙ୍ଗଲ ପରିପୂର୍ଣ୍ଣ, ଗଛ ଲତା ଫୁଲ ଫଳ, ତମର ଜଙ୍ଗଲୀ ଜାନୁଆର ସବୁ ପରିପୂର୍ଣ୍ଣ ହେଇକି ଅଛନ୍ତି। ପଶୁ ପକ୍ଷୀ ତା ସହିତ ହିଂସ୍ର ଜନ୍ତୁ ମଧ୍ୟ ଅଛନ୍ତି, ହାତୀ ଘୋଡା ବାଘ ଭାଲୁ ଏସବୁ ଅଛନ୍ତି, କିନ୍ତୁ କୌଣସି ଗୋଟେ ମଣିଷର ଚିହ୍ନ ବର୍ଣ୍ଣ ନାହିଁ। ଏମିତି ଗୋଟିଏ ନିର୍ଜନ ଦ୍ୱୀପରେ ସେ ନାବିକଟି ଅଟକି ଯାଇଛି, ଫସି ଯାଇଛି। କେମିତି ବି ହଉ, ଯେତେବେଳେ ଜାହାଜ ଯାଇଥିବ ହୁଏତ ଜାହାଜରେ ଅନ୍ୟ ଲୋକମାନେ ପଳେଇ ଆସିବେ, ଆଉ ସିଏ କେମିତି କଣ ରହିଯାଇଛି, ଆଉ କିନ୍ତୁ ସେ ଆଉ ବାହାରକୁ ଆସିପାରୁନି। ତାର ଘରକୁ କେମିତି ଆସିବ ନା, ତାକୁ କିଛି ସମୁଦ୍ର ଦେଖାଯାଉଛି, ସରି କିଛି ଜାହାଜ କିଛି ଆସିବାର ସୂଚନା ମିଳୁଛି ନା, ସେଇଠି କିଛି ସେତେବେଳେ ତ ଫୋନ ଫୋନ ନାହିଁ, ଆଉ ଫୋନ ଥିଲେ ବି ସେଭଳି ଜାଗାରେ ତ ନେଟୱାର୍କ ପାଇବନି କେମିତି। ତେଣୁ ସେ ଘର ସହିତ ସମ୍ବନ୍ଧ ରଖିପାରୁନି, କାହାକୁ ପଚାରି ପାରୁନି, କିମ୍ବା ସେଇଠି ଫସିଛି ବୋଲି କାହାକୁ ଜଣେଇ ପାରୁନି। ତ ସେଇ ଯୋଉ ଦ୍ୱୀପ ଭିତରେ ଏକାକି ରହିଛି, ପାଣି ଅଛି ପିଇବା ପାଇଁ, ବିଦେଶ ଲୁଣି ପାଣି ହଉ କି ଯାହା ବି ହଉ ପାଣି ପିଇବାକୁ ଅଛି, ଫଳମୂଳ ଗଛର ଅଛି ଖାଇବା ପାଇଁ, କି ବଞ୍ଚି ଯାଉଛି କେମିତି କଣ କରିକି ବଞ୍ଚି ଯାଉଛି, କିନ୍ତୁ ଏକୁଟିଆ କେହି ନାହାନ୍ତି। ତେଣୁ ସେଇଠି ତାର ମନର ଭାବନାଟା କଣ ଘଟିଛି, ତା ମନରେ ଯୋଉ ମାନେ ବିକୃତି ଭାବ ଆସିଯାଇଛି। ପ୍ରଥମତଃ ଭାବ ବିହ୍ୱଳ ହେଇଯାଇଛି ଯେତେବେଳେ ଦେଖିଲେ ସମସ୍ତ ଜିନିଷ ଗୁଡିକ ପଡିଛି, କିନ୍ତୁ ଆକୁ ଅଧିକାର କରିବା ପାଇଁ କେହି ଲୋକ ନାହାନ୍ତି। ତେଣୁ ଏଇଆ ଭାବିକି ମନରେ ଗୋଟେ ବିକାର ଭାବନା ଜାତ ହେଇଛି। ଯେମିତି ମାନସିକ ଭାରସାମ୍ୟ ହରାଇ ଦେଲେ ଲୋକମାନେ କଣ କରୁଛନ୍ତି, ସବୁ ସେଇ ଜାଗାରେ, ତାର ଅହଙ୍କାର ନୁହଁ ସେଟା, ସେ ହୁଏତ ମାନସିକ ଭାରସାମ୍ୟ ହରାଇଛି। ଆଉ ଯେ ସେଇଠିକାର ଯାହା ବି ଅଛି, ମୁଁ ଯାହା ଦେଖା ଯାଉଛି ଏ ସମସ୍ତ ଜିନିଷ ହେଲା ମୋର, ମୁଁ ହଉଛି ଏ ସମସ୍ତ ଜିନିଷର ଅଧୀଶ୍ୱର, ଏମିତି କହି ସର୍ଟରେ ବୁଝେଇ ଦଉଛି ହେଲା। ଦେଖନ୍ତି ନେତ୍ର ଯାର ଚୌଦିଗରେ ସେଇ ସର୍ବର ଅଟଇ ମୁଁ ଅଧୀଶ୍ୱର, ଅର୍ଥାତ କହୁଛି ଯାହା ସବୁ ଏଇ ଚୌଦିଗରେ ଦେଖାଯାଉଛି ସେ ସବୁର, ଏସବୁ ପଢା ସରିଛି, ମୁଁ କେବଳ ଆଉ ଥରେ ସବୁ ଯାକ ସର୍ଟରେ ବୁଝିକି ବିଷୟଟା ଆଜି ସାରିବି। ତ ସେ କହୁଛି ଯାହା ସବୁ ଚତୁର୍ଦିଗରେ ଦେଖାଯାଉଛି ମୋ ଆଖିରେ ଦୃଷ୍ଟିଗୋଚର ହଉଛି, ଯେତିକି ବାଟ ପର୍ଯ୍ୟନ୍ତ ସବୁର ହଉଛି ମୁଁ ହେଲା ଅଧୀଶ୍ୱର। ଅଧୀଶ୍ୱର ହେଲା ପ୍ରଭୁ ବା ସମ୍ରାଟ, ମୁଁ ହଉଛି ସମ୍ରାଟ। ଯେହେତୁ ଆଉ କେହି ନାହାନ୍ତି, ତାହେଲେ ସମସ୍ତ ଜିନିଷ ହେଲା ମୋର। ଆଉ ମୋର ଯୋଉଟା କହୁଛି ସେ ସେଇଠି କଣ ପାଇଁ କହୁଛି, ଇଗୋରେ। ଇଗୋରେ କହୁଥିବ ଜଣେ, ଏବେ ଇଗୋରେ କହିବନି, କାହା ସହିତ ଇଗୋ କରିବ,
ସେ ତ ଅହଙ୍କାର କରିବ କେହି ନାହାନ୍ତି ନା। ତେଣୁ ମାନସିକ ଭାରସାମ୍ୟତାର ହଟାଇ ଦୁଃଖରେ ମ୍ରିୟମାଣ ହେବି ସେ କହୁଛି। ପୁଣି କହୁଛି ମହିମଣ୍ଡଳେ ନାହିଁ ଏମନ୍ତ ଜନ ମୋ ଅଧିକାର ଲୋକେ କରିମରଣ। କହୁଛି କି ଏ ମହିମଣ୍ଡଳରେ ପୁରା ବିଶ୍ୱରେ ଏମିତି କୌଣସି ଗୋଟେ ଲୋକ ନାହିଁ ମୋର ଯୋଉ ଅଧିକାର ଏଗୁଡା ମୋର ବୋଲି କହୁଛି ମୋ ଅଧିକାର ପାଇଁ ସେ ମୋ ସହିତ ରଣ କରିବ ବା ଯୁଦ୍ଧ କରିବ। କାରଣ କେହି ବି ଚାହିଁବେନି ଏମିତି ନିର୍ଜନ ସ୍ଥାନରେ ଅକ୍ତିଆର କରିବା ପାଇଁ, ତେଣୁକରି ମୋ ସହିତ ଯୁଦ୍ଧ ମଧ୍ୟ କେହି କରିପାରିବେ ନାହିଁ। ପୁଣି କହୁଛି ଚାରିଆଡେ ନୀଳ ସମୁଦ୍ର ଯାଏ ଫୁଲ ଫଳ ଶୋଭିତ ବନନ ଥାଏ। ଚତୁର୍ପାର୍ଶ୍ୱରେ ଯାହା ଦେଖୁଛି ତାକୁ ମଧ୍ୟ ବର୍ଣ୍ଣନା କରୁଛି ଏବଂ କହୁଛି ଚତୁର୍ପାର୍ଶ୍ୱରେ ଯାହା ସବୁ ଦେଖା ଯାଉଛି ନୀଳ ସମୁଦ୍ର ପର୍ଯ୍ୟନ୍ତ ଆଉ ଫୁଲ ଫଳ ଶୋଭିତ ହେଲା ଶୋଭା ପାଉଥିବା ଯୋଉ ସୁନ୍ଦର ସୁନ୍ଦର ଫୁଲ ଫଳ ବନଲତା ଗୁଡିକ ସବୁ ମୋର ବୋଲି ସେ ଭାବି ଦଉଛି। କୀଟ ପତଙ୍ଗ ପକ୍ଷୀ କେଶରୀ କରି ପଶୁ ସୃଷ୍ଟି ଯେତେକ ସବୁ ମୁଖରେ। କୀଟ ପତଙ୍ଗ ଛୋଟ ଛୋଟ ପୋକ ଜୋକ ଗୁଡିକ ପକ୍ଷୀ ଯାହା ସବୁ ପକ୍ଷୀ ଗୁଡାକ ସେଠି ଉଡୁଛନ୍ତି କେଶରୀ ହେଲା ସିଂହ କରି ହେଲା ହାତୀ ଏ ସମସ୍ତ ଜୀବଜନ୍ତୁ ପୋକ ଜୋକଠୁ ନେଇକି ଛୋଟ ଛୋଟ ପ୍ରଜାପତି ତମର ଭଅଁର ଯାହା ବି ତାଠୁ ନେଇକି ବଡ ବଡ ପକ୍ଷୀ ଆଉ ହିଂସ୍ର ଜନ୍ତୁ ମାନେ ସେ ସବୁ ହାତୀ ସିଂହ ଭାଲୁ ବାଘ ଯିଏ ସବୁ ଅଛନ୍ତି ଯେତେକ ପଶୁ ଏଠି ସୃଷ୍ଟି ଅଛନ୍ତି ଏଠି ଯେତିକ ପଶୁ ରହିଛନ୍ତି ସେ ସବୁ ଯାକ ମୋରି ବୋଲିକିନା ସେ କହୁଛି। ପୁଣି କହୁଛି ବିଜନତା କାହିଁ ତ ବେଶୀ ମୋହନ ଯେ ବିଷୟ ମୋହିଲୀକୁ ମୋହି ନହ। ବିଜନତା ଅର୍ଥାତ ଜନଶୂନ୍ୟତା କାହିଁ ତ ବେଶୀ ମୋହନ ଅର୍ଥାତ ମୋହନକୁ କହୁଛନ୍ତି ମୋହନ ଏଠି ଦି ପ୍ରକାର ଅର୍ଥ ନବ ଗୋଟେ ହେଲା ସମ୍ମୋହିତ କରିବା ଅର୍ଥ ଆଉ ଗୋଟେ ହେଲା କୃଷ୍ଣ ହଉଛନ୍ତି ମୋହନ। ତେଣୁ ମୁନି ଋଷି ମାନେ କୋଉ ଜାଗାରେ ଯାଇକିନା ତପସ୍ୟା କଲେ ଫଳପ୍ରଦ ହୋଇଥାଏ ସେ କଣ ଏମିତି କୋଳାହଳ ଜାଗାକୁ ଯାଆନ୍ତି ତପସ୍ୟା କରିବାକୁ ନାଇଁ ନା ସେମାନେ କୋଉଠିକି ଯାଆନ୍ତି ଜନଶୂନ୍ୟ ଜାଗାକୁ ନିର୍ଜନ ସ୍ଥାନକୁ ଯୋଉଠି ଏତେ କୋଳାହଳ ନଥିବ ସେ ପାହାଡ ପର୍ବତ ଗୁହା ଜଙ୍ଗଲରେ ବସିକିନା ତାଙ୍କର ତପସ୍ୟା କରନ୍ତି ଯୋଉଠି ଭଗବାନ ତାଙ୍କୁ ଦେଖାଯାଏ। ତ ସେଇ କଥାକୁ ମନେ ପକେଇକି ଏଇ ନାଭିକଟି କହୁଛି ଯଦି ନିର୍ଜନ ସ୍ଥାନରେ ଯୋଉ ଜାଗାରେ ଭଗବାନ ଦେଖା ଦିଅନ୍ତି ଆଉ ମୁନି ନୟନଙ୍କୁ ବିମୋହିତ କରିଦିଅନ୍ତି ମୁନି ନୟନଙ୍କୁ ମୁନି ଋଷି ମାନେ ଦେଖିଦେଲେ ଭଗବାନଙ୍କୁ ତାଙ୍କ ରାକ୍ଷୀଟି ପବିତ୍ର ହେଇଯାଏ। ତେଣୁ ଯେବେ ସେ ମୋହିଲୁ ମୁନି ନୟନ ଯୋଉ ବେଶରେ ଆସିକି ମୁନି ନୟନକୁ ତୁ ମୋହିତ କରିଦେଇଥିବୁ ସିଏ ମଧ୍ୟ ଏଇ ବିଜନତା ସ୍ଥାନରେ ଆସିକି ତତେ ଡାକୁଥିବେ ଆଉ ତୁ ସେମାନଙ୍କୁ ଭଗବାନ କହିଲେ ସେ କହୁଛି ତୁ ମଧ୍ୟ ସେମାନଙ୍କୁ ଦୟା କରିକି ତାର ରୂପ ଦେଖଉଛୁ ତାହେଲେ ଏଇଠି ନାହିଁ ସେ ରୂପ ସେ ଦେଖିବା ପାଇଁ ପାଉନି ସେ ସେଠି ଭଗବାନଙ୍କୁ ଡାକୁଛି ବହୁତ ସାରା ଖୋଜୁଛି ଯେ ମତେ ମଧ୍ୟ ଦେଖା ଦେଇକି ମତେ ଏଇଠି ରକ୍ଷା କର ତ ଦେଖିବାକୁ ପାଉନି ସେଠି ଏଇଟା ତ ମଧ୍ୟ ଜନଶୂନ୍ୟ ସ୍ଥାନଟିଏ ନିର୍ଜନ ସ୍ଥାନଟିଏ ବିଜନତା ଭରି ରହିଛି ବିଜନତା ଅର୍ଥାତ ଜନଶୂନ୍ୟତା ଭରି ରହିଛି ଗୋଟେ ବି ଜନ ନାହାନ୍ତି। ତଥାପି ବି ଏମିତି ଜାଗାରେ ତ ତୁ ମୁନି ଋଷି ମାନଙ୍କୁ ତୋର ନିଜର ଶରୀର ଦେଖେଇ ପାରୁଥିଲୁ ଯୋଉ ଶରୀର ଦେଖିକି ଯୋଉ ରୂପ ଦେଖିକି ମୁନି ନୟନ ବା ମୁନି ଋଷି ମାନଙ୍କର ଆଖିଟି ସମ୍ମୋହିତ ହେଇଯାଉଥିଲା ବା ସେ ତାଙ୍କୁ ମୋହିତ ହେଇଯାଉଥିଲେ ସେମାନେ ଖୁସି ଆନନ୍ଦ ବିଭୋର ହେଇଯାଉଥିଲେ କାହିଁ ସେ ରୂପ ଏଠି ପୁଣି କହୁଛି ବରଂ ନିବାସ ଭଳି ରଣକ୍ଷେତ୍ର ଭୟରେ ସଦାଚାରୀ ହୃଦୟ ଧରେ ତାପରେ ପୁଣି ମନକୁ ବୁଝେଇ କହୁଛି ବରଂ ନିବାସ ହେଲା ବାସ କରିବା ବାସସ୍ଥାନ ରଣକ୍ଷେତ୍ରରେ ରଣକ୍ଷେତ୍ର ହେଲା ଯୁଦ୍ଧ କ୍ଷେତ୍ରରେ ସାଧାରଣତଃ ଯିଏ ବି ଯିବ ସେ ଜାଣିଥାଏ ସେ ମୃତ୍ୟୁବରଣ କରିପାରେ କୋଉ ମୁହୂର୍ତ୍ତରେ ତା ଜୀବନ ଚାଲି ଯାଇପାରେ ତଥାପି ବି ଏଇଠି କହୁଛି ବରଂ ସେ ଯୁଦ୍ଧ ଭୂମିରେ ରହିବା ଭଲ ବାସ କରିବା ଭଲ କିନ୍ତୁ ଏଭଳି ନିର୍ଜନ ସ୍ଥାନରେ ରହିବାଟା ଗୋଟେ ଅଭିଶାପ ବୋଲି ମୋ ମତରେ ସେ ଲୋକଟି କହୁଛି ମାନେ ସେ ଯୋଉ ନାବିକଟି କହୁଛି ବରଂ ନିବାସ ଭଲ ରଣକ୍ଷେତ୍ରରେ ଭୟରେ ସଦା ହିଁ ହୃଦୟ କରେ କିନ୍ତୁ ଏ ଭୀମସ୍ଥଳେ ରାଜ୍ୟ ପ୍ରାପ୍ତି ଅଟଳି ମୋ ବିଚାରରେ ଅଧର୍ମ ମୋ ବିଚାରରେ ଅର୍ଥାତ ମୁଁ ଯାହା ଭାବୁଛି ସମସ୍ତଙ୍କ ଚିନ୍ତାଧାରାକୁ ସେ ଏଇଠି ପରିପ୍ରକାଶ କରୁନି ନାବିକ ଜଣ ତା ନିଜର ସ୍ୱ ଚିନ୍ତାଧାରାଟାକୁ ପରିପ୍ରକାଶ କରିବାକୁ ଯାଇ କହୁଛି ମୋ ବିଚାରରେ ଅର୍ଥାତ ସେ ନାବିକଟି ବିଚାର କରୁଛି ଯେ ତାର ବିଚାରରେ ଏଇଭଳି ଏକ ଭୀମସ୍ଥଳରେ ରାଜ୍ୟ ପ୍ରାପ୍ତି କରିବା ଏ ଯେ ଭୀମସ୍ଥଳ ତ ଭୟଙ୍କର ସ୍ଥଳୀ ଯୋଉଠି ଗୋଟେ ବି ଲୋକ ନାହାନ୍ତି ଖାଲି ହିଂସ୍ର ଜନ୍ତୁ ପରିପୂର୍ଣ୍ଣ ଜଙ୍ଗଲ ପରିପୂର୍ଣ୍ଣ ଚତୁର୍ପାର୍ଶ୍ୱରେ ପାଣି ତ ସେଇଭଳି ଗୋଟେ ଭୟଙ୍କର ସ୍ଥାନରେ ରାଜ୍ୟ ପ୍ରାପ୍ତି ହେଲେ ମଧ୍ୟ ସେଟା କିଛି ଫାଇଦା ନାହିଁ ସେଟା ଅତି ନିକୃଷ୍ଟ ଗତି ଅଧର୍ମ ଗତି ଅର୍ଥାତ ମନ୍ଦ ଗତି କିଛି ଲାଭ ନାହିଁ ସେଥିରେ ଆଉ ତାଠୁ ସଦା ସର୍ବଦା ଭଲ ଯେଉଁ ଜାଗାରେ ହୃଦୟ ଥରୁଥିବ ସବୁବେଳେ ଭୟରେ ହୃଦୟ ଥରେ କୋଉଠି ରଣ କ୍ଷେତ୍ରରେ ବା ଯୁଦ୍ଧ ଭୂମିରେ ତ ଯୁଦ୍ଧ ଭୂମିରେ କୋଉ ମୁହୂର୍ତ୍ତରେ ବି ତମ ଦେହରେ ଆସିକି ଆଟାକ ହେଇପାରେ କୋଉ ମୁହୂର୍ତ୍ତରେ ତମେ ମରି ଯାଇପାର ତଥାପି ତାଠୁ ସେଇ ଯୋଉ ଭୟଙ୍କର କ୍ଷେତ୍ରରେ ଏକାକି ବଞ୍ଚିବା ଅପେକ୍ଷା ଯୁଦ୍ଧର କ୍ଷେତ୍ରରେ ଡରି ଡରି ବଞ୍ଚିବା ବରଂ ଭଲ ବୋଲି ସେ ନିଜର ବିଚାର ପରିପ୍ରକାଶ କରୁଛି ନିଜର ଚିନ୍ତାଧାରାଟିକୁ ଏଠି ପରିପ୍ରକାଶ କରୁଛି ସୁନ୍ଦର ଦେବତୁଲ୍ୟ ନରନୟନ ଦେଖିବ ନାହିଁ ଆଉ ମୋର ନୟନ ତାପରେ ପୁଣି ମନେ ପକଉଛି ଯେ ଏଇଭଳି ଜାଗାରେ ସେ ଯୁଦ୍ଧ କ୍ଷେତ୍ରରେ ମରିଗଲେ ବରଂ ମୁଁ ନିଜ ଲୋକମାନେ ଜାଣିବେ ଯେ ମୁଁ ମରିଗଲି
ନାଇଁ ବଞ୍ଚିଥିଲେ ଖଣ୍ଡିଆ ଖବର ଆହତ ହେଇଗଲେ ମଧ୍ୟ ମୁଁ ନିଜ ଲୋକ କାହାକୁ ଗୋଟେ ଦେଖିପାରେ ନିଜର ନ ହୁଅନ୍ତୁ ପରା ମୁଁ ନର ମାନବ କିନ୍ତୁ ଆଟଲିଷ୍ଟ ଦେଖିପାରିବି ମଣିଷ ମାନଙ୍କର ବଦନ ମଧ୍ୟ ମୁଁ ଦେଖିପାରିବି କିନ୍ତୁ ଏଇଠି କିଛି ମୁଁ ଦେଖିପାରୁ ନାହିଁ ସେଥିପାଇଁ ମୁଁ ସୁନ୍ଦର ଦେବତୁଲ୍ୟ ଦେବତା ତୁଲ୍ୟ ହେଲା ପରେ ଦେବତା ମାନଙ୍କ ପରି ନର ମାନଙ୍କର ଆନନ ହେଲା ମୁଖମଣ୍ଡଳ ବଦନ ଆନନ ହେଲା ମୁହଁ ବା ବଦନ ନର ହେଲେ ମନୁଷ୍ୟ ତ ମନୁଷ୍ୟ ମାନଙ୍କର ମୁହଁକୁ ମୁଁ ଆଉ ଦେଖିବ ନାହିଁ ଆଉ ମୋର ନୟନ ନୟନ ହେଲା ଆଖି ମୋର ଆଖି ଆଉ ଯେହେତୁ ଏ ନିର୍ଜନ ସ୍ଥାନରେ ଅଛି ତେଣୁ ମୋ ଆଖି ଆଉ ସୁନ୍ଦର ଦେବତା ଥିଲେ ମନୁଷ୍ୟର ମୁହଁକୁ ଆଉ ଦେଖିପାରିବ ନାହିଁ ସବୁ ଧାଡିରେ କ୍ୱେଶ୍ଚନ ଅଛି ସବୁ ଧାଡିରେ ହେଲା ତେଣୁ ଧ୍ୟାନ ଦେଇକି ଶୁଣ କ୍ୱେଶ୍ଚନ ଆସେ ପଚାରିଲେ କହିବ ପ୍ରତ୍ୟେକ ଧାଡିରେ ଏଇଥିରେ ମଧ୍ୟ ଅଛି ମୁଁ ଆର କ୍ଲାସରେ କ୍ୱେଶ୍ଚନ ମଧ୍ୟ ଗୋଟେ ଗୋଟେ କହିଦେଇଛି ପଢା ସରିଲେ ଟାଇମ ଆସିଲେ ମିଳିଲେ କହିବି ତ କାହାର ଆନନ ଦେଖି ତାର ନୟନ ଆଉ କଣ ଦେଖିବ ନାହିଁ କ୍ୱେଶ୍ଚନ ଆସିବ ଦେବତୁଲ୍ୟ ନର ଆନନ ଦେଖିବ ନାହିଁ ତାପରେ ପୁଣି ନେକ୍ସଟ ପେଜରେ କହୁଛି ଆରେ ପେଜ କ୍ଲିୟର ବୁଝିପାରିଲ ନା ଡାଉଟ ଲାଗୁଛି ମୁଁ ଜଲ୍ଦି ଜଲ୍ଦି ବୁଝଉଛି କାରଣ ଆଗରୁ ଯେହେତୁ ବୁଝେଇଛି ସମୟ ହବନି ବୋଲି ତମେ ବୁଝିପାରୁଛ ତ ନ ବୁଝିଲେ କହିବ ଯୋଉ ଧାଡି ବୁଝା ପଡୁନି ଯୋଉ ଲାଇନ ଯୋଉ ଶବ୍ଦ ସାଙ୍ଗେ ସାଙ୍ଗେ କହିବ ଠିକ ଯାହାକୁ ବି ଆଉ ଥରେ ବୁଝିବାକୁ ପଡିବ କହିବ ଲୁଚିଯିବନି ଥରେ ତ ପଢିଛନ୍ତି ମ୍ୟାମ କାଳେ ଗାଳି ଦେବେ ଗାଳି ହବନି ଯେତେ ଥର ବୁଝିବାକୁ ଚାହିଁବ ସେତେ ଥର ବୁଝା ହବ କିନ୍ତୁ ଡାଉଟ କ୍ଲିୟର କରିକି ଯିବ ଓକେ ଠିକ ତ ଫାର୍ଷ୍ଟ ପେଜ କ୍ଲିୟର ସମସ୍ତଙ୍କର ସମସ୍ତଙ୍କର ହଁ ମାରିଛ ପଚାରିଲି କିନ୍ତୁ ପଛ ପଞ୍ଚା ହବନି ହେଲା କ୍ଲିୟର ଠିକ ତାପରେ ଅଛି ଲିଭିବ ଏଠି ମୋର ଜୀବନ ଦୀପ ଏ ବାରତା ନ ଯିବ ଜନ ସନ୍ଦେହ ତାପରେ କହୁଛି କି ଏଇଠି ମୋର ଜୀବନ ଦୀପ ଲିଭିଯିବ ଅର୍ଥାତ ମୋର ମୃତ୍ୟୁ ହେଇଗଲେ ମଧ୍ୟ ଏଇଠି ଜୀବନ ଦୀପ ଲିଭିଯିବ ମାନେ ମରିଯିବ ମୁଁ ମରିଗଲେ ମଧ୍ୟ ଏଇ ବାରତା ଖବରଟା ଜନ ସମୀପକୁ ଯିବ ନାହିଁ ଜନ ସମୀପ ହେଲା ସନ୍ନିକଟ ବା ନିକଟ ନା ଜନ ସମୀପ ଅର୍ଥାତ ଲୋକମାନଙ୍କର ପାଖକୁ ମୋର ମୃତ୍ୟୁର ଖବର ଟା ଯିବନି ମୁଁ ଏଠି ମରିବି ଗଲେ ମୋ ନିଜ ଲୋକ କେହି ଜାଣିପାରିବେନି ମୁଁ ଏଠି ବଞ୍ଚିଛି କି ମରିଛି ମୁଁ ଅଛି କି ନାହିଁ କି ଜାଣିପାରିବେ ନାହିଁ ତାପରେ ହେଲା ମଧୁମୟ ମନୁଷ୍ୟ କଣ୍ଠର ଧ୍ୱନି ଦୋଷିବ ନାହିଁ ଆଉ ଶ୍ରବଣ ବେନି ମଧୁମୟ ହେଲା ମଧୁର ଅତି ମଧୁର ସୁନ୍ଦର ଏବଂ ଯେତେବେଳେ ଭଲ ଗୀତଟିଏ ବାଜେ ଆମକୁ ସେଟା ଶୁଣିବା ପାଇଁ ମଧୁମୟ ଲାଗେ ବା ମଧୁର ଲାଗେ ଆଉ କର୍କଶ ଗଳାରେ ଯଦି କିଏ ବୋଲୁଥିବ ଶୁଣିବାକୁ ଇଚ୍ଛା ହବ ବନ୍ଦ କରିଦିଅ କହିବନି କି ଗୀତ ଗାଉଛି ବନ୍ଦ କରିଦିଅ ତ ସେଇଭଳି ମନୁଷ୍ୟର କଣ୍ଠର ଧ୍ୱନିକୁ ସେ ମଧୁର ସୁର ସହିତ ତୁଳନା କରିଛନ୍ତି ଯେ ମନୁଷ୍ୟର କଣ୍ଠର ଧ୍ୱନି ହେଲା ଗଳାର ସ୍ୱର ଯିଏ ଯେମିତି ତାର ସ୍ୱର ସେ ଆଉ ଶୁଣିପାରିବ ନାହିଁ ସେ କଥା କହୁଛି ମନୁଷ୍ୟର ଏତେ ସୁନ୍ଦର ମଧୁର କଣ୍ଠ ଧ୍ୱନିଟାକୁ ମୁଁ ତୋଷିବ ନାହିଁ ଆଉ ଶ୍ରବଣ ବେନି ହେଲା ଶ୍ରବଣ ମାନେ ଶୁଣିବା କିନ୍ତୁ ଏଇଠି ଶ୍ରବଣ ବେନି ହେଲା ଦୁଇ କାନ ଦିଟା କାନ ଯୋଉଥିରେ ଆମେ ଶୁଣିପାରୁ ତ ମୋର ଯୋଉ ଦୁଇଟା କାନ ତୋଷିବ ନାହିଁ ହେଲା ଆନନ୍ଦ ଦେବ ସେ ଆନନ୍ଦ ପାଇପାରିବନି ମୋର ଯୋଉ ଦି କାନ ମନୁଷ୍ୟ ମାନଙ୍କର ଯୋଉ ସୁନ୍ଦର ମଧୁର ଧ୍ୱନି ଗୁଡିକ କଣ୍ଠରୁ ନିର୍ଗତ ହଉଥିବା ଧ୍ୱନି ଗୁଡିକ ଆଉ ଶୁଣି ପାରିବ ନାହିଁ ଶୁଣିକି ମନଟି ଆନନ୍ଦ ହେଇଯାଏ ନିଜ ଲୋକ ମାନଙ୍କର ସାଙ୍ଗସାଥି ମାନଙ୍କର ଭାଇ ବନ୍ଧୁ ପ୍ରିୟ ବ୍ୟକ୍ତି ମାନଙ୍କର କଥା ଶୁଣିଦେଲେ କାନକୁ ଯେତିକି ପବିତ୍ର ଲାଗେ ଯେତିକି ଆନନ୍ଦ ଲାଗେ ମଧୁର ଲାଗେ ସେଇଟା ମତେ ଆଉ ଆସିବ ନାହିଁ ବା ମତେ ଆଉ ସେଇ କଣ୍ଠ ଧ୍ୱନି ଆନନ୍ଦ ଦେବ ନାହିଁ କାରଣ ଏଠି ତ ମୋ ପାଖରେ କେହି ନାହାନ୍ତି ନା ଯେ ମତେ କି ଦି ପଦ କଥା କହିବ ଆଉ ମୁଁ ଶୁଣିବି ତାପରେ କହୁଛନ୍ତି ମୋ କଣ୍ଠ ଶବ୍ଦ ଯେବେ ହୁଏ ବାହାର ଚମକି ପଡେ ଯେମିତି ଆଉ କାହାର ଯେତେବେଳେ ସିଏ ଏତେ ଭାବ ବିହଳ ହେଇଯାଉଛି ଡିପ୍ରେସନ କୁ ପୁରା ପଳେଇଛି ଏକୁଟିଆ ଲୋକଟା ଯେତେବେଳେ ସିଏ ନିଜେ କଥା ହଉଛି ଆମେ ଯେତେବେଳେ କଥା ହଉଛେ ଆମ କଥାଟା ମୁଁ କଥା ହଉଛି ଏବେ ମୋ କଥାଟା ତମମାନଙ୍କୁ ଶୁଣା ଯାଉଛି ମତେ ଶୁଣା ଯାଉଛି ନା ଶୁଣା ଯାଉନି ମତେ ଶୁଣା ଯାଉଥିବ ତମେ ମାନେ ବି ଯାହା କଥା ହଉଛ ତମ ମାନଙ୍କୁ ଶୁଣା ଯାଉଥିବ ତା ସହିତ ଅନ୍ୟ ମାନଙ୍କୁ ଶୁଣା ଠିକ ସେମିତି ସେ ନାବିକଟା ଯେତେବେଳେ ସେଇ ଜାଗାରେ କଥା କହୁଛି ସେ ନିଜକୁ ନିଜେ ଯେତେବେଳେ କଥା କହୁଛି ତା ପାଟିରୁ ଯାହାବି ଶବ୍ଦ ଗୁଡିକ ବାହାରୁଛି ସେ ଶବ୍ଦଟା ତାକୁ ଶୁଣା ଯାଉଛି ସିଏ ଭାବୁଛି ଚମକି ପଡୁ ବେଳେ ବେଳେ ଅତି ଭାବ ବିହଳ ହେଇଗଲେ ଅନ୍ୟମନସ୍କ ହେଇଗଲେ ସିଏ କଣ କରୁଛି ତାର ଶବ୍ଦଟା ସେ ନିଜେ ଶୁଣିକି ଚମକି ପଡୁଛି କାହିଁକି ନା ଭାବୁଛି କିଏ ଗୋଟେ ଅଛି କି ଆଉ କାହାର ଶବ୍ଦ କିଟା ତାର ଯୋଉ ମାନେ ମନରେ ଗୋଟେ ହଠାତ୍ ଯେତେବେଳେ ଗୋଟେ ମନୁଷ୍ୟ ପୁରା ନିରାଶ ହେଇଯାଇଥିବ ଆଉ ହଠାତ୍ ଗୋଟେ କଣ ମିଳିଗଲେ ଯୋଉ ଖୁସିଟା ଅନୁଭବ ହୁଏ ସେ ମିଳୁ କି ନ ମିଳୁ କିନ୍ତୁ ଯୋଉ ସେ ପାଇବାର ଆଶାରେ ଯୋଉ ଖୁସିଟା ଥାଏ ସେମିତି ଯଦି ପରୀକ୍ଷାରେ ପାଠ କିଛି ଆସୁନଥିବ ହଠାତ୍ ସାର୍ ଗୋଟେ କହିବେ ଚାଲ 5 ମାର୍କ ମୁଁ ଡାକିଦେବି ସେ ନ ଡାକିଲେ ବି ସୁଧା ତାପରେ ଯୋଉ ଖୁସିଟା ମିଳେ ତାପରେ ଦେଖିଲା ବେଳକୁ ଡାକିବେନି
मना करदेवे ठीक से भलिया जो डाके देवी बोली कहथिबो डाकिबी तो कर कथा डाके देवी बोली कहथिबो सेई जो खुशीटा कण खुशीटा आपको ठीक सेमती लागुची जे लोकटा के अछि कि आगो पछे चाहि दउची चमकी कि एपट सेपट बुली कि देखुची काहे कि मते देखा हैला मोर किछ लोक किबा मनुष्य जिकोन से जे कि मनुष्य को देखुनी कि गोटे मनुष्य अछि कि मते सहायता करिबा ପାଇଁ तेणु से मो कंठर मोर तंटी बाहर कथाटी मो मुहर बाहर शब्द शुणिले मु चमकी पड़े जेने आउ कार जेने जेपरी सते कि आउ कहार कंठ स्वर कि गोटे अच्छी कि पुणी कहती भ्रमंती चौपाशे पशुनी कर नुहति मत देखी भय कातर भ्रमंती है बुलंती चौपाशे है चतुर्पाशे पशु निकर है पशु समूह मेचे गोटे पशु से अच्छा बाघ बालू हाथी घोड़ा के कौन जीवजंतु अच्छा तो सेया को पशु समूह बोली कहते पशु निकर अर्थात पशु समूह बहुत गुड़ाए से पशु समूह माने दल दल हेतु मो चतुर्पार्श्व बुलूंगी से नुहति देखी मत भय कातर मते देखिकी से भय करूना कातर होना व्याकुल अस्थिर हेउ नाहंती कातर अर्थात व्याकुल बा अस्थिर से माने जेमिति मनुष्य को देखिले पशु पक्षी माने दौड़ी पळांती तांको जगह को एठी सेमिति किछि घटु नै मु अछि मो चतुर्पार्श्व से जंगल रे अन्य पशु पक्षी माने बुलुछंती टिके भी मते डरू नाहंती कि खातिर करनांती काहे कि खातिर करनांती काहे ना सेटा तो से पशु पक्षी माने जानि सेटा तांको जगह ए पळे जाईछि तांको जगह रे रहिछि थोड़ी सी आसकी मनुष्य जगह को आछंती से डरिबे तेणु तांको मन डर नै आ गोटी मात्र मनुष्य सेठी अछि तो सेई कथा भाबी कि से कहूछि कि जानी नाहंती कि नर प्रभाव एणु तांकर एही अनास्था भाव तेणु एई जो पशु पक्षी माने मो चतुर्पार्श्व रे न डरी कि भ्रमण करछन्ती बिना व्याकुलता रे बिना भय रे मो चतुर्पार्श्व रे भ्रमण करछन्ती से माने जानी नाहंती होय तो कि नर मानकर शक्ति केते मनुष्य मानकर शक्ति केते सेइति पई सी मो प्रति अनास्था भाव परिप्रकाश करछन्ती अर्थात मते बेखातिर करछन्ती हत्यादर करछन्ती मते मानु नाहंती अनास्था भाव है कौन उपेक्षा कर अविश्वास कर अनादर भाव प्रकाश कर कहीं से नरर प्रभाव नरर शक्ति के नरर प्रतिक्रिया के जानी ना से मत एत माने केयरलेस मो चतुर्पार्श्व बुझुं कौन गोटे लोकटा कौन अच्छी कहीं बंधुता कहीं प्रेम सुंदर जार प्राप्त जो देवता न देखेबे देखेबेनी तेणु से कथा कहते एमती गोटे निर्जन स्थान रे कहीं बंधुता कहीं प्रेम सुंदर जो प्रेम जो बंधुता जो स्नेह आदर पाई स्वर्गर देवता माने नर जन्म प्राप्त करछन्ती पाइबा पाई जोठी भी जोठी कृष्ण जेतेबेले जन्म करी ग्रहण करथिले तळे से तो चाहथिले गोटे दिन रे सब राक्षस को मारी पिटिकी से पुणी पळै था से काहे कि एते दिन धरि लीला खेला कर काहे कि कले 14 वर्ष अलीला खेला कले पुणी कंस को मारिया आसिले तो गोटे दिन भीतर कंस को मारे जन्म ग्रहण कर आवश्यकता नहीं थिले ना से तो चाहते से स्वर्ग मार देते कंस को से कहीं जन्म ग्रहण करते से भी जो जन्म होते मार स्नेह पाइबा कि गोपी मानकर स्नेह पाइबा कि स्नेह श्रद्धा भल पाइबा बंधुता को पाइबा कि सी जन्म ग्रहण करे मारिबा पई करथिले सेटा गोटे मुख्य जे शत्रुर विनाश पई पापर विनाश पई जुगे जुगे भगवान मर्त्य मंडल रे जन्म ग्रहण करथि ता सहित मध्य स्नेह प्रेम भल पाइबा पई से आसीथांती ताको कथा छाड़ी दियो इंद्र केते छळ रे आसीथिला जो तमर को ऋषि गौतम ऋषि को बेसय के आसीथिले ना भल पाइबा पई तांकर अहल्या अहल्या पाखु आसीले ना काई के आसीला स्वर्ग रे एते अप्सरी अछंती से मर्त्य को काई के आसीला तेणु करी देवता माने मध्य मर्त्य को बंधुता स्नेह भल पाइबा प्रेम रे बांधिबा आसती तेणु से स्नेह प्रेम भल पाइबा काई बोली से लोकटी कहूँ कहीं बंधुता कहीं प्रेम एते सुंदर जे से प्रेम से स्नेह से बंधुता से भल पाइबा एते सुंदर जे जहाँ को प्राप्ति करिया प्राप्त होला प्राप्ति पाइबा पाई कि देवता माने मध्य नर जन्म ग्रहण करिथांती माटी को ओले आसथांती हांते जेबे मोर विहंग पक्ष लंघी विषणगिरी समुद्र एबे पुणी मने मने भाबुची मो पाखरे काश पक्षी थांते कि विहंग होला पक्षी पक्षीर पक्ष माने डेणा मो पाखरे काश डेणा दीटा थांता कि जेमिति पक्षीर डेणा अछि से उड़ी जाउची चारि आडे को यदि मो पाखरे दीटा डेणा थांता कि मोर विहंग पक्ष
अर्थात मो पाखरे जदि पक्षीर डेणा था लंघी भीषणगिरी समुद्र वक्त ताले मु कौन करते भीषणगिरी भीषण है भयंकर गिरी है पर्वत लंघी जाती अतिक्रम कर जाती डेई जाती समुद्र वक्त आउ ए समुद्र छाती एते लंबा आखि पाऊ न समुद्र को डेई पक्ष को चिरिकी मु उड़ी उड़ी पलाती सब लंघी जाती डेई जाती समुद्र डेई जाती मु बड़ बड़ पर्वत पहाड़ पर्वत डेई जाती मो घरे पहुंची जाते जदि मो पाखे टेणा टे था मो घर को मोर प्रिय परिजन जो मैंने अच्छा पाखक तो सेठी जाकि कौन करती जाकि देखती प्रियजन मुख कमल हुआ संतापित प्राण शीतल मुझे जाकि मोर प्रियजन मुख को देखती प्रियजन मुख कमल कमल है पद्म मुहटी सुंदर पद्म फूल सुंदर तेणु मुह को पद्म फूल सहित तुलना कमल आ सुंदर है पद्म तेणु बोले मोर प्रियजन मान सुंदर पद्म भाई मुह को देखा चली जाती देखती मोर प्रियजन सुंदर सुंदर मुह को देखला मोर जो संतापित हृदय कौन हाँ प्राण शीतल हुआ संतापित प्राण शीतल संतापित है दुखित हृदय मुझे मोर घर लोक छाड़ी प्रिय परिजन छाड़ी एकुटिया पड़ी जेबे मु टेणा था उड़ी जाती मोर प्रिय परिजन को देखती ताहले कौन होता मोर हृदय जो दुखित हृदय टिके सांत्वना मिलता टिके आत्मतृप्ति मिलता मते टिके शीतल मिलता शीतल अर्थ ठंडा किंतु एठी ठंडा ठंडा को भलिया ठंडा आत्मतृप्ति मिलता खुशी मिलता है हुआ संतापित प्राण शीतल माने मुझे देखी दिखती मोर प्रिय लोक मुखमंडल को पद्म भाई सुंदर कुंदरिया सुंदरिया मुह गुड़ी को देखती मोर दुखित प्राण खुशी मिलता आत्मतृप्ति मिलता धर्म सत्य पते नित्य संचरी नाचता आनंद आउ कौन करती धर्म और सत्य पथरे सब बेले सदा सर्वदा मु चली जाती जहाँ करुच्ची तार मन सद्भावना जागृत होती एकुटिया पड़ जाती दुख रही मन में सद्भावना जागृत होती तेणु कौन मुझे पहुंची जाती मोर निज घरे मु कौन करती धर्म आ सत्य पथरे धर्म और सत्य बाटर जाकि नित्य संचरी नित्य है अहरह संचरी है गमन करी चलन करी सदा सर्वदा सत पथरे मु चलिकी नाचता आनंद हृदय मोर हृदय आनंद नाची जाता पेपर पेज क्लियर क्लियर समस्त आगू जीवा तारे कोच पुणी प्रवीण एटा भी पढ़ा सरी थिला नहीं प्रवीण जन ठार सदुपदेश लभी हुंती विज्ञ विशेष पुणी कोच आउ कोन पा प्रवीण प्रवीण हला कुशली ज्ञानी बा अभिज्ञ लोक पूरा ज्ञानी पंडित लोक पंडित जन मान सत् उपदेश लाभ करी सदुपदेश है उपयुक्त व्यवहार बा सत् उपदेश भल भल कथा गुड़िक शिखती काटू शिखती प्रवीण जन पंडित ज्ञानी कुशली व्यक्ति मान भल भल कथा सब उपदेश मान शुणी लभी हमें उपदेश मान शुणी ग्रहण कर लाभ कर से लोक मान भल भल ज्ञान आहरण कर लाभ कर विज्ञ विशेष गोटे विज्ञ विशेष परिगणित हुई अर्थात मुझे गोटे असाधारण व्यक्ति बोली पंडित बोली विज्ञ बोली परिगणित हुई जदि मु पंडित मान भल ज्ञान आहरण करती किसी दिन पर से ज्ञान आहरण करी करी लाभ करी करी निजे गोटे पंडित बोली गणा हुई निजे बोली गोटे ज्ञानी बोली गणा हुई आउ कौन करती तो पंडित मान सहित मिसिले सी ज्ञानी हो बोली निजक भावी तरुण लोक सहित मिसिया जो युवक पीढ़ी माने तार घर पाखरे रहउछती तबे बुझी तरुण संगे मिली नाना रंगरे गमन काल आहा की आनंद तापर युवक मान तरुण हला युव मान सहित मिसिकी नाना रंगरे नाना रंग में कही आगु एटा रंग गणित रंग मान नाली नाली हलदिया बोली से नाना रंग एटी नाना कला कौशल खेल कौतुक मजा मस्ती कौन करती गमंती काल गति करती काल है समय मोर समय अतिबाहित कर दियंती की आमदरे आमद है हर्षरे मजारे आह्लादरे अति खुशी मजारे मु तरुण अर्थ पूरा अर्थ कहला कौन युवक मान सहित मिसिकी सहित हसी मजा थट्टा
ମାନେ ଖେଳ କହୁଛି ପରେ ମୋର ସମୟ ଗୁଡ଼ିକ ଅତି ଖୁସିରେ ଅତିବାହିତ କରିଦିଅନ୍ତି, ସମୟ ଗୁଡ଼ିକ ଖୁସିରେ କାଟନ୍ତି। ପୁଣି କହୁଛନ୍ତି ଧର୍ମ ଆହାସେ କିମ୍ବା ଅମୂଲ୍ୟ ଧନ ସରି ନୁହେଁ ତାର ମଣିକାଞ୍ଚନ। ସର୍ଟ କ୍ୱେଶ୍ଚିନ୍ ଏତିକି କାଳେ ପଢେଇଥିଲି, ଏଇଠୁ ଷ୍ଟାର୍ଟ ହବ ତ, ଏଇଠୁ ପଢା ହବ ତ, ଏତିକି ସରିଥିଲା ଆରେ ଠିକ। ଏଇଠୁ ଦେଖ ତାହେଲେ ଧର୍ମ ଆହାସେ କିମ୍ବା ଅମୂଲ୍ୟ ଧନ ସରି ନୁହେଁ ତାର ମଣିକାଞ୍ଚନ। ଧର୍ମ ଗୋଟେ ଏମିତିକା ଅମୂଲ୍ୟ ଧନ, ଅମୂଲ୍ୟ ଯାହାକୁ ଆମେ ମୂଲ୍ୟ ଦେଇପାରିବା, ଯାହା ମୂଲ୍ୟ ଆମକୁ ଦବାକୁ ଆମେ ସକ୍ଷମ ନୁହନ୍ତି ସେ ହଉଛି ଅମୂଲ୍ୟ। ତେଣୁ କରିକି ଧର୍ମ ହଉଛି ଏମିତି ଗୋଟେ ଅମୂଲ୍ୟ ଧନ, ତା ପାଖରେ ସରି ନୁହନ୍ତି, ତୁଲ୍ୟ ନୁହନ୍ତି। ତେବେ ତୁଳତେ ତୁଳିତ ନୁହନ୍ତି ତାରେ ମଣି କାଞ୍ଚନ। ମଣି ହେଲା ରତ୍ନ, କାଞ୍ଚନ ହେଲା ସୁନା। ତ ଧର୍ମ ସହିତ କିଏ ସରି ନୁହେଁ? ସର୍ଟ କ୍ୱେଶ୍ଚିନ୍ ଆସିବ ମଣି କାଞ୍ଚନ ସରି ନୁହେଁ। କାହା ସହିତ ମଣି କାଞ୍ଚନ? ଧର୍ମ ସହିତ ମଣି କାଞ୍ଚନ। ଅର୍ଥାৎ ଧର୍ମ ଏତେ ମୂଲ୍ୟବାନ ଯେ ସୁନା ରୂପ ହୀରା ନୀଳ ମୋତି ମାଣିକ ଏଗୁଡା ତା ପାଖରେ ସରି ନୁହେଁ, କେବେ ତୁଲ୍ୟ ନୁହଁ। ସୁନା ରୂପ କାହିଁକି କହିଲେ ନା ସବୁବେଳେ ମୂଲ୍ୟବାନ ବସ୍ତୁ, ମୂଲ୍ୟବାନ ଧାତୁ ମାନଙ୍କର ମାନେ ପ୍ରାଇସ୍ ଟା ସବୁବେଳେ ଅଧିକା ଥାଏ, ଆଉ କାହିଁକି ଆଉ କୋଉ ଲୁହା ସହିତ କାହିଁକି ତୁଳନା କଲାନି ସୁନା? ସୁନାର ପ୍ରାଇସ୍ ଅଧିକା ସେତେବେଳେ ବି ଥିଲା, ଏବେ ବି ଅଛି। ତେଣୁ କରିକି ସୁନା ରୂପା ହୀରା ନୀଳ ମୋତି ମାଣିକ ଏ ସମସ୍ତଙ୍କ ଆହୁରି ଉର୍ଦ୍ଧ୍ୱରେ ହେଲା ଧର୍ମ। ସ୍ୱର୍ଗୀୟ ମାଧୁରୀରେ ସଦା ସୁନ୍ଦର ମହିମଣ୍ଡଳ ନାହିଁ ତା ନାହିଁ ତା ପଟାନ୍ତର। ତାପରେ କହୁଛି ସ୍ୱର୍ଗୀୟ ମାଧୁରୀରେ, ମାଧୁରୀ ହେଲା ମଧୁରତା ବା ମାଧୁର୍ଯ୍ୟ, ସ୍ୱର୍ଗର ସୁନ୍ଦରତା ପରି ସୁନ୍ଦର। ସ୍ୱର୍ଗରେ କୁହନ୍ତି ସବୁଠୁ ସୁନ୍ଦର ସୁନ୍ଦର ଜିନିଷ, ପାରିଜାତ ଫୁଲ ସବୁଠୁ ସୁନ୍ଦର ଫୁଲ, ତାକୁ ବି କୁହନ୍ତି ସ୍ୱର୍ଗରେ ଅଛି। ସତରେ ତଳେ ଦିଏ ଦେଖିଥିବେ କି ନାହିଁ ଏପର୍ଯ୍ୟନ୍ତ ତ ଜଣା ନାହିଁ। ତେଣୁ କରିକି ସେଇଭଳି ସ୍ୱର୍ଗର ଦେବତା ମାନେ ସୁନ୍ଦର, ସ୍ୱର୍ଗର ନର୍ତ୍ତକୀ ମାନେ ସୁନ୍ଦର। ସ୍ୱର୍ଗ କହିଲେ ଆମେ ତ କେହି ଦେଖିନାହାନ୍ତି, କିନ୍ତୁ ମନ ମନରେ ଆସେ ସ୍ୱର୍ଗ ମାନେ କେମିତି ଅତି ସୁନ୍ଦର ଜିନିଷଟେ ହେଇଛି ନାଇଁ। ଯେତିକି ଟିଭିରେ ଯୋଉ ଦେଖୁଛି ଏଇଟା ସ୍ୱର୍ଗ, ଦେବତା ମାନେ ଯାଉଛନ୍ତି ସେଠୁ ଧୂଆଁ ଧୂଆଁ ବାହାରୁଛି, ରାଜ ସିଂହାସନଟି ଅଛି, ବସିଛି ତମର କିଏ ବସିଛନ୍ତି, ଇନ୍ଦ୍ର ରାଜା ବସିଛନ୍ତି, ନର୍ତ୍ତକୀ ମାନେ ନାଚ ଗୀତ କରୁଛନ୍ତି, ସେଇଟା କେତେ ସୁନ୍ଦର ପରିବେଶ ଦେଖୁ ନା। ତେଣୁ କରିକି ସ୍ୱର୍ଗ କହିଲେ ଆଖି ବନ୍ଦ କରି ଦେଖିବି ଆଖି ଆଗକୁ ଆସୁଛି କଣ ଅତି ସୁନ୍ଦର ପରିବେଶଟିଏ ନା, ମାନେ ଗଦାକାର କୁଷିତ ଗଦାକାର ଆସୁଛି ମନ। ସ୍ୱର୍ଗ କଣ ଭାବିକି ଆଖି ବନ୍ଦ କରିଦେଲେ କଣ ଆସୁଛି ମନ ଭିତରେ? ଗୋଟେ ସୁନ୍ଦର ଜିନିଷଟେ ଆସୁଛି ନାଇଁ, ପରିବେଶଟା ଅତି ସୁନ୍ଦର ହେଇଥିବ। ଠିକ ତ ସେଇଭଳି ସ୍ୱର୍ଗୀୟ ସୁନ୍ଦରରେ ସଦା ସୁନ୍ଦର ମହିମଣ୍ଡଳ ନାହିଁ ତା ପଟାନ୍ତର। କିଏ? ଧର୍ମ। ଧର୍ମ ସହିତ ଏ ପୃଥିବୀ ମଣ୍ଡଳରେ, ପୃଥିବୀ ମଣ୍ଡଳରେ ତାର ପଟାନ୍ତର ହେଲା ତୁଳନା ବା ସମକକ୍ଷ। ପଟାନ୍ତର ହେଲେ ତାର ସମକକ୍ଷ, ଅର୍ଥାତ ଧର୍ମ ସହିତ ସମକକ୍ଷ ଏ ସାରା ବିଶ୍ଵ ବ୍ରହ୍ମାଣ୍ଡରେ କେହି ବି ନାହାନ୍ତି। ଆଉ ସିଏ ହଉଛି ସ୍ୱର୍ଗୀୟ ମାଧୁରୀ ଭଳି ଅତ୍ୟନ୍ତ ସୁନ୍ଦର। ସ୍ୱର୍ଗର ସୁନ୍ଦରତା ଭଳି ସେ ସୁନ୍ଦର, ଯାହା ପାଖରେ ସାରା ପୃଥିବୀ ସାରାରେ ଏମିତି କିଛି ଜିନିଷ ନାହିଁ ଯୋଉଟା କି ତା ସହିତ ସମତୁଲ ହେଇପାରିବ, ସମାନତା ହେଇପାରିବ ବା ସମକକ୍ଷ ହେଇପାରିବ। ତାପରେ ଅଛି ଏମନ୍ତ ଧର୍ମରତ୍ନ ଦେବ ପୂଜିତ ଅଟ ଏ ସ୍ଥଳରେ ଅପରିଚିତ। ସେଇ କଥା, ସେ ଧର୍ମ କଥା ଏତେ ସାରା କହିଲା ପରେ ତାପରେ କୋଉ ସ୍ଥାନରେ ଅଛି ଏଭଳି ଗୋଟେ ଧର୍ମ ସର୍ବପୂଜିତ, ସମସ୍ତଙ୍କ ଦ୍ଵାରା ପୂଜିତ ହେଉଥିବା, ଉପାସିତ ହେଉଥିବା ଧର୍ମ ଯୋଉଟା କି ଏଇଠି ନାହିଁ। କୋଉଠୁ ଆସିବ? ପଶୁପକ୍ଷୀ ମାନେ ଥୋଡି ଧର୍ମ କରିବେ, ପୂଜା ପାଠ କରିବେ, କଣ କରିବେ ସେ? ତେଣୁକରି ଏମନ୍ତ ଧର୍ମ ରତ୍ନ, ଧର୍ମ ରୂପକ ରତ୍ନ ଦେବ ପୂଜିତ, ଯାହାକି ଦେବତା ମାନଙ୍କ ଦ୍ଵାରା ଉପାସିତ ବା ପୂଜିତ ଅର୍ଚିତ ବା ସମ୍ମାନିତ, ଯାହା କହିପାରିବ ଦେବତା ମାନେ ଯୋଉ ଧର୍ମକୁ ସମ୍ମାନ କରନ୍ତି, ପୂଜା କରନ୍ତି, ଉପାସନା କରନ୍ତି, ଆଉ ମଣିଷ ମାନେ ମଧ୍ୟ ପୂଜା ଅର୍ଚ୍ଚନା କରନ୍ତି, ବଡ ବଡ ମୁନି ଋଷି ମାନେ ବି ମଧ୍ୟ ମାନନ୍ତି ଧର୍ମକୁ। ସେଇଭଳି ଗୋଟେ ଅମୂଲ୍ୟ ରତ୍ନ, ଅମୂଲ୍ୟ ଜିନିଷ ଧର୍ମଟି ଅଟଇ ଏ ସ୍ଥଳରେ ଅପରିଚିତ। ଏଇ ସ୍ଥଳରେ ମୁଁ ଯୋଉଠି ଅଛି, ଏଇ ଯୋଉ ନିର୍ଜନ ସ୍ଥାନରେ ସେ ଧର୍ମଟି ଅତି ଅପରିଚିତ, ମାନେ ସେ ଧର୍ମକୁ କେହି କିଛି ଜାଣିନାହାନ୍ତି। କଣ ଧର୍ମ ବୋଲି କେହି ଜାଣିନାହାନ୍ତି। ଗଛ ଲତା ଜାଣିଛି ଧର୍ମ କଣ, ନା ପଶୁ ପକ୍ଷୀ ଜାଣିଛନ୍ତି ଧର୍ମ କଣ, ଜାଣିଛନ୍ତି? ତେଣୁ ସେଥିପାଇଁ ଏଇଠି ସେ ଜିନିଷଟା ପୁରାପୁରି ଅଜଣା ଅଚିହ୍ନା। ପୁଣି କହିବ ଦେବ ଅର୍ଚ୍ଚନା ବାଦ୍ୟ ଏ ଗିରି ଗଣ କରିନାହାନ୍ତି ଥରେ ସୁଧା ସୁଧା ଶ୍ରବଣ। ଦେବ ଅର୍ଚ୍ଚନା ବାଦ୍ୟ, ଦେବତା ମାନଙ୍କର ଅର୍ଚ୍ଚନା କରିବା ପାଇଁ ବା ଦେବତା ମାନଙ୍କର ପୂଜା କରିବା ପାଇଁ ଯୋଉ ବାଦ୍ୟ ଗୁଡିକ ବାଜୁଥାଏ, କଣ ଶଙ୍ଖ, ଘଣ୍ଟ, ହୁଳହୁଳି,
ଘଣ୍ଟା କେତେ ପ୍ରକାର ଯୋଉ ବାଜଣା ଗୁଡାକ ବାଜେ ଦେବତା ଆରାଧନା ପାଇଁ ଆମେ ଯେତେବେଳେ ଦେବତା ମାନଙ୍କୁ ପୂଜା କରୁଛେ ଘରେ ଦେବତା ମାନଙ୍କୁ ଭଗବାନଙ୍କୁ ପୂଜା କରୁଛେ ବ୍ରହ୍ମା ବିଷ୍ଣୁ ମହେଶ୍ୱର କିଏ ଦେବୀ ମାନଙ୍କୁ ପୂଜା କରୁଛି କିଏ କାହାକୁ ହନୁମାନଙ୍କୁ ପୂଜା କରୁଛି କିଏ କାଳୀ ମାଙ୍କୁ ପୂଜା କରୁଛନ୍ତି କିଏ ଦୁର୍ଗା ମାଙ୍କୁ ପୂଜା କରୁଛନ୍ତି ସମସ୍ତଙ୍କର ଅଲଗା ଅଲଗା ଆରାଧ୍ୟ ଦେବୀ ଦେବତା ଅଛନ୍ତି ଯିଏ ଯାହାକୁ ଇଷ୍ଟ ବୋଲି ମାନୁଛନ୍ତି ତ ସେଇମାନଙ୍କୁ ଯେତେବେଳେ ଆମେ ପୂଜା କରନ୍ତି ସେତେବେଳେ କେତେ ବାଦ୍ୟ ବାଜେ ନା କଣ ବାଜେ ହୁଳହୁଳି ପଡେ ଶଙ୍ଖ ବାଜେ ଘଣ୍ଟି ବାଜେ ଘଣ୍ଟା ବାଜେ ଗୋଟେ ଘଣ୍ଟି ହାତ ବାଜେ ଆଉ ଗୋଟେ ବଡ ଘଣ୍ଟା ବାଜେ କେତେ ଆହୁରି କେତେ ପ୍ରକାର ବାଦ୍ୟ ଯନ୍ତ୍ର ମଧ୍ୟ ବହୁତ ଲୋକମାନେ ବଜାନ୍ତି ତ ସେଇ ବାଦ୍ୟ ଯନ୍ତ୍ର କଥା କହୁଛନ୍ତି ଦେବ ଅର୍ଚ୍ଚନା ବାଦ୍ୟ ଏଇ ଗିରିଗଣ ହେଲା ଏଇ ପାହାଡ ସମୂହ ଏଇଠି ଯୋଉ ଚତୁର୍ପାର୍ଶ୍ୱରେ ଜଙ୍ଗଲ ପାହାଡ ପର୍ବତ ଗୁଡିକ ଅଛି ସେମାନେ କରିନାହାନ୍ତି ଥରେ ସୁଧା ଶ୍ରବଣ ସେମାନେ ଥରେ ହେଲେ ବି ଏଇ ଯୋଉ ଦେବତା ମାନଙ୍କୁ ଉପାସନା କରିବା ପାଇଁ ଯୋଉ ବାଦ୍ୟ ଗୁଡିକ ବାଜେ ସେଇ ବାଦ୍ୟର ଶବ୍ଦ ଥରେ ହେଲେ ବି ଶୁଣି ନାହାନ୍ତି ଏଇ ଗିରି ସମୂହ ମାନେ ଏଇ ପର୍ବତ ସମୂହ ମାନେ ଥରେ ଶୁଣିନାହାନ୍ତି କେମିତି ଶୁଣିବେ ଯେହେତୁ ସେଠି ଗୋଟେ ବି ଜନ ନାହାନ୍ତି ଦେବତା କିଏ ଅଛନ୍ତି ସେଠି ପୂଜା ପାଠ କରିବା ପାଇଁ ଯଦି ଯୋଉଠି ଏଇଠି ତମ ଘରେ ଯଦି ଏଇଠି ହଉ ତମେ ଏଇଠି ଗୋଟେ ପୂଜା ପାଠ କଲ ଘଣ୍ଟ ହୁଳହୁଳି ବଜେଇଲ ଏମାନେ ସବୁ ନିର୍ଜୀବ ସବୁ ଓଝର କିନ୍ତୁ ଏମାନେ ଶୁଣୁଛନ୍ତି ବୋଲି ଆମେ କହିପାରିବା କାହିଁକି ନା ଏଇଠି ଯେତେବେଳେ ଧ୍ୱନିଟା ନିର୍ଗତ ହଉଛି ଧ୍ୱନିଟା ଚତୁର୍ପାର୍ଶ୍ୱରେ ଖେଳି ଯାଉଛି ବାଜୁଛି କିନ୍ତୁ ସେଇ ଜାଗାରେ ସେଇ ଯୋଉ ନିର୍ଜନ ଜନଶୂନ୍ୟ ସ୍ଥାନରେ ପାହାଡ ପର୍ବତ ଜଙ୍ଗଲ ପାଣି ଚତୁର୍ପାର୍ଶ୍ୱରେ ଜୀବଜନ୍ତୁ ସେମାନେ କେବେ ବାଜଣା ଶୁଣିଥିବେ କି ତେବେ ଯେହେତୁ ସେଠି ମନୁଷ୍ୟ ନାହାନ୍ତି ତେଣୁ ସେଇଠି ଏଭଳି କାର୍ଯ୍ୟ କେବେ ହୁଏ ନାହିଁ ସେଥିପାଇଁ ଲୋକ ସେଥିପାଇଁ ସେଠିକାର ଯୋଉ ପାହାଡ ପର୍ବତ ମାନେ ଶୁଣିନାହାନ୍ତି ସେଇ କଥା କହୁଛନ୍ତି ଏଇ ଗିରି ଗଣ ଅର୍ଥାତ ଏଇ ଯୋଉ ପର୍ବତ ସମୂହ ମାନେ ତ ସାରା ଗୋଟେ ପାହାଡ ବି ସେଠି ବହୁତ ଗୁଡେ ପାହାଡ ଅଛି ତ ସେଇ ପାହାଡ ମାନେ କେବେ ବି ମଧ୍ୟ ଥରେ ସୁଦ୍ଧା ଶ୍ରବଣ କଲେ ତାକୁ ଶୁଣି ନାହାନ୍ତି କାନରେ ଥରେ ସୁଦ୍ଧା ଭଗବାନଙ୍କ ପୂଜା ଅର୍ଚ୍ଚନା କରିବା ପାଇଁ ଯୋଉ ବାଦ୍ୟ ବାଜଣା ଗୁଡିକ ବାଜେ ତାର ସୁନ୍ଦର ମଧୁର ସ୍ୱରଟିକୁ ଏମାନେ ଶୁଣି ନାହାନ୍ତି ଧର୍ମ ଉତ୍ସବ ସୁଖ ଏ ଘୋର ବନ କଦାପି କରିନାହିଁ ବାରେ ଦର୍ଶନ ଆଉ କଣ ଏ ତ ଶୁଣି ନାହାନ୍ତି ବାଦ୍ୟ ଯନ୍ତ୍ର ଶୁଣି ନାହାନ୍ତି ଧର୍ମ ଉତ୍ସବ ମାନ ଧର୍ମ ଉତ୍ସବ ହେଲା ଧର୍ମ ରୂପୀ ଆନନ୍ଦଦାୟକ ଅନୁଷ୍ଠାନ ଯୋଉଠି ତମର ସପ୍ତାହ ବସିଲା କୋଉଠି ଠାକୁର ବସିଲେ ଯୋଉ ପୂଜା ପାଠ ଆୟୋଜନ ହୁଏ ଦୁର୍ଗା ପୂଜା ହେଲା କାଳୀ ପୂଜା ହେଲା ଯୋଉ ଆୟୋଜନ ଗୁଡିକ ହୁଏ ସେଇଟା ହେଲା ଧର୍ମ ଉତ୍ସବ ଧର୍ମ ପାଠ ସେଠି ଠାକୁର ପୂଜା ହୁଏ ବିଭିନ୍ନ ପ୍ରକାର ଉତ୍ସବ ଲାଗେ ତାକୁ କହିବା ଆମେ ଧର୍ମ ରୂପୀ ଆନନ୍ଦଦାୟକ ଅନୁଷ୍ଠାନ ଧର୍ମ ଥିବ ଏବଂ ସେଠି ଆମକୁ ଆନନ୍ଦତା ମଧ୍ୟ ମିଳୁଥିବ ମଜା ଲାଗୁଥିବ ଖୁସି ଲାଗୁଥିବ ଯିବା ପାଇଁ ସେଇଭଳି ଧର୍ମ ଉତ୍ସବର ସୁଖ ଏଇ ଘୋର ଜଙ୍ଗଲ ଘୋର ବନ ଏଇ ପୁରା ଘୋର ଜଙ୍ଗଲ କଦାପି କେବେ ହେଲେ କରିନାହିଁ ବାରେ ଦର୍ଶନ ଥରେ ସୁଦ୍ଧା ଏଇ ଘୋରବନ ସେଭଳି ଧର୍ମ ଅନୁଷ୍ଠାନ ଗୁଡିକର ଉତ୍ସବ ଟାକୁ ଦେଖିନି ଦର୍ଶନ କରିନି କାହିଁକି ନା ଏଠି ମଧ୍ୟ ସେଇଟା ଯୋଉଠି ମନୁଷ୍ୟ ଥିବେ ସେଇଠି ଦେବା ଅର୍ଚ୍ଚନା ପୂଜା ପାଠ ହବ ଧର୍ମ ଉତ୍ସବ ହବ ଆଉ ସେଠି ତ କେହି ନାହାନ୍ତି ତେଣୁ ସେ କଥା ମଧ୍ୟ ଏଇ ଘୋର ବନ ଥରେ ହେଲେ ଦର୍ଶନ କରିନାହାନ୍ତି ପୁଣି କହୁଛନ୍ତି ବୃଥା ଜୀବନ ଜମି ନାହିଁ ଧର୍ମ ପଶୁର ସାଧନା ମାତ୍ର କର ତେବେ କହୁଛନ୍ତି ଯୋଉ ଜାଗାରେ ଧର୍ମ ନାହିଁ ବୃଥା ଜୀବନ ସେଠି ଜୀବନଟା ନିଷ୍ଫଳ ବା ନିରର୍ଥକ ସେ ଜୀବନର କିଛି ମୂଲ୍ୟ ନାହିଁ କାହିଁକି ନା ସେଠି ଧର୍ମ ନାହିଁ ଯୋଉଠି ଧର୍ମ ନାହିଁ ସେ ଜୀବନ ଜମି ନାହିଁ ଧର୍ମ ଯୋଉଠାରେ ଧର୍ମ ନାହିଁ ସେଇ ଜାଗାରେ ଜୀବନଟା ଅତି ନିଷ୍ଫଳ ବା ନିରର୍ଥକ ଆଉ କଣ ପଶୁଲୀଳା ସାଧନା ମାତ୍ର କର୍ମ ପଶୁଲୀଳା ହେଲା ପଶୁ ତୁଲ୍ୟ ସାଧନା ହେଲା ସାଫଲ୍ୟ ବା ବ୍ରତ ତପସ୍ୟା ମାତ୍ର କରମ ଅର୍ଥାତ କହିବାକୁ ଗଲେ ଯେ ଯୋଉଠି ଧର୍ମ ନାହିଁ ସେଠି ଯେତେ କର୍ମ କଲେ ବି ସେ କର୍ମଟା ପଶୁ ସହିତ ସମାନ ପଶୁ ତୁଲ୍ୟ କାରଣ ଆମେ ଆଗରୁ ପଢିଛେ ବହୁତ ପୋଥି ପୁସ୍ତକରେ କର୍ମ କର କର୍ମ ଶ୍ରେଷ୍ଠ କିନ୍ତୁ କର୍ମରେ ଧର୍ମ ରହିବା ଦରକାର ଅଧର୍ମ କର୍ମ କଲେ ସେ କର୍ମର ଫଳ ବି ତମକୁ ଅଧର୍ମ ଭଳିଆ ମିଳିବ କାହିଁକି ନା ଯେତେବେଳେ ଆମେ କଣ କହୁଛେ ଆମେ କର୍ମ ବଡ ଗୋଟେ କର୍ମ ବଡ କର୍ମ କଲେ ଫଳ ପାଇବ କିନ୍ତୁ ଯଦି ତମେ ସେ କର୍ମକୁ ଅଧର୍ମ କରିଦବ ମାନେ ଖରାପ କାମ କରିବ ତାହେଲେ କଣ ତମେ ଭଲ ଫଳ ପାଇବ ପାଇବ କି ପାଇବନି ତେଣୁକରି କର୍ମ କଲେ ଚଳିବ ତା ସହିତ ଧର୍ମକୁ ନେଇକି କର୍ମ କରିବା କିନ୍ତୁ ଯଦି ଖାଲି କର୍ମ